ସେମାନେ ନିର୍ଦ୍ଦିଷ୍ଟ ବର୍ଗକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ପ୍ରୋତ୍ସାହନ ଦେଉଛନ୍ତି ଗୁଣ୍ଡାରାଜ ଚଲେଇବା ପାଇଁ, ଅନ୍ୟାୟ କରିବା ପାଇଁ, ଅତ୍ୟାଚାର କରିବା ପାଇଁ, ଶୋଷଣ କରିବା ପାଇଁ। ତ ତା ଅର୍ଥ ଏ ରାଜ୍ୟର ଶାସକ ଯିଏ ଯେଉଁ ଦଳ ଶାସନ ଗାଦିରେ ବସିଛି, ଯେଉଁ ବର୍ଗ ଶାସନ ଗାଦିରେ ବସିଛି, ସେମାନେ ଏ ସମସ୍ତ ବ୍ୟବସ୍ଥାର ମୂଳ ଦୋଷୀ। ତ ତାରି ବିରୋଧରେ ଆଜି ଏ ରାଜ୍ୟର ଦଳିତ, ଆଦିବାସୀ, ପଛୁଆ ବର୍ଗ, ସଂଖ୍ୟାଲଘୁ ସମତାରେ ବିଶ୍ୱାସ କରୁଥିବା, ପ୍ରଜ୍ଞାରେ ବିଶ୍ୱାସ କରୁଥିବା, ସମ୍ବିଧାନରେ ବିଶ୍ୱାସ କରୁଥିବା, ଗଣତନ୍ତ୍ରରେ ବିଶ୍ୱାସ କରୁଥିବା, ଏକତାରେ ବିଶ୍ୱାସ କରୁଥିବା, ଭାତୃତ୍ୱରେ ବିଶ୍ୱାସ କରୁଥିବା ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ, ବ୍ୟକ୍ତି ସମୂହ, ନେତୃତ୍ୱମାନେ ଆଜି ଏକତ୍ରିତ ହୋଇଛନ୍ତି ମାନବତା ବଞ୍ଚାଅ ଅଭିଯାନ ଏବଂ ସେମାନେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ରୂପେ ଆଜି ଏହି ରାଲିର ମହାବିକ୍ଷୋଭର ଆୟୋଜନ କରିଛନ୍ତି। ଯେଉଁ ବିକ୍ଷୋଭ ଏବଂ ରାଲିର ଅଂଶୀଦାର ଆପଣମାନେ ହେଇଛନ୍ତି। ତେଣୁ ଆପଣମାନଙ୍କୁ ଏ ସମଗ୍ର ବହୁଜନ ସମାଜ ତରଫରୁ, ସମଗ୍ର ନିଷ୍ପେଷିତ ସମାଜ ତରଫରୁ, ସମଗ୍ର ମହିଳା ସମାଜ ତରଫରୁ ଅର୍ଥାତ୍ ଏସସି, ଏସଟି, ଓବିସି, ମାଇନରିଟି ଏବଂ ମହିଳାଙ୍କ ତରଫରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସହିତ ପୁଣି ଥରେ ସ୍ୱାଗତ ଜଣାଯାଉଛି। ଆଜି ଆମେ ବିଶେଷ କରି ଯେଉଁ କାଣ୍ଡ ସମ୍ପର୍କରେ ସାରା ଓଡ଼ିଶା ନୁହେଁ, ସାରା ଭାରତ ନୁହେଁ, ସମଗ୍ର ବିଶ୍ୱ ଯେଉଁ ମାନବ ସମାଜ ବ୍ୟଥିତ ହେଇଛି, ଆଜି ଦୁଃଖ ଆଉ ମ୍ରିୟମାଣରେ ମଥାନତ ହେଇଛି, ସେ ଘଟଣାଟି ହେଉଛି ଛେରାକୋଟ ଅଞ୍ଚଳର ସୁଖପୁର ଗାଁର ଆମର ବାବୁଲି ନାୟକ ଆଉ ବୁଲୁ ନାୟକଙ୍କ ଉପରେ ହୋଇଥିବା ଅତ୍ୟାଚାର ଘଟଣା। ବାବୁଲା ନାୟକ ଆଉ ବୁଲୁ ନାୟକ ସେ ଦୁଇ ଜଣ ଏଠି ଉପସ୍ଥିତ ଅଛନ୍ତି। ତେଣୁ ପ୍ରଥମେ ମୁଁ ସେ ଦୁଇ ଜଣଙ୍କୁ ଅନୁରୋଧ କରିବି ସେ ଉପରକୁ ଆସିବେ। ବାବୁଲା ନାୟକ ଆଉ ବୁଲୁ ନାୟକ ଦୁଇ ଜଣ ଯେଉଁଠି ବି ଅଛନ୍ତି ସେମାନେ